ନମସ୍କାର ଜୟ ଜଗନ୍ନାଥ। ପିଲାମାନେ ଏହି ଭିଡ଼ିଓଟି ହେଉଛି ସାମାଜିକ ବିଜ୍ଞାନ ସମ୍ବନ୍ଧିତ ପ୍ରଶ୍ନର ପାର୍ଟ 2। ଯଦି ଆପଣମାନେ ଏହାର ପାର୍ଟ 1 ଭିଡ଼ିଓ ଦେଖିନାହାନ୍ତି, ଦୟାକରି ଚ୍ୟାନେଲକୁ ଯାଇ ପାର୍ଟ 1 ଭିଡ଼ିଓଟିକୁ ଦେଖିନିଅନ୍ତୁ। ଆପଣମାନଙ୍କୁ ଗୋଟେ ରିକ୍ୱେଷ୍ଟ ଯେ କମେଣ୍ଟ ବକ୍ସରେ ନିଜେ ନିଜର ଜିଲ୍ଲାର ନାମକୁ ଲେଖିଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ଆଜିର ପ୍ରଥମ ପ୍ରଶ୍ନ, ନଗର ନିଗମର ମୁଖ୍ୟ କିଏ? ଉତ୍ତର ହେଲା ମେୟର। ପ୍ରଶ୍ନ ନମ୍ବର 2, ଓଡ଼ିଶାରେ ମୋଟ କେତୋଟି ନଗର ନିଗମ ରହିଛି? ଉତ୍ତର ହେଲା 5ଟି। ପ୍ରଶ୍ନ ନମ୍ବର 3, ନଗର ନିଗମର ଶାସନ ପରିଚାଳନା କରିବା ପାଇଁ ରାଜ୍ୟ ସରକାର କାହାକୁ ନିଯୁକ୍ତି କରିଥାନ୍ତି? ଉତ୍ତର ହେଲା କମିଶନର। ପ୍ରଶ୍ନ ନମ୍ବର 4, କଟକକୁ କେବେ ନଗର ନିଗମ ରୂପେ ଘୋଷଣା କରାଗଲା? ଉତ୍ତର ହେଲା 1994 ଅଗଷ୍ଟ 15। ପ୍ରଶ୍ନ ନମ୍ବର 5, ଓଡ଼ିଶାରୁ ସର୍ବାଧିକ କେତେ ଜଣ ସଭ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତି? ଉତ୍ତର ହେଲା 10 ଜଣ। ପ୍ରଶ୍ନ ନମ୍ବର 6, ଓଡ଼ିଶାରୁ ସର୍ବାଧିକ କେତେ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୋଇଥାନ୍ତି? ଉତ୍ତର ହେଲା 21 ଜଣ। ପ୍ରଶ୍ନ ନମ୍ବର 7, ଓଡ଼ିଶା ବିଧାନସଭାରେ କିଏ ଅଧ୍ୟକ୍ଷତା କରିଥାନ୍ତି? ଉତ୍ତର ହେଲା ବାଚସ୍ପତି। ପ୍ରଶ୍ନ ନମ୍ବର 8, ବିଧାନସଭାର ଅଧିବେଶନ ଆହ୍ୱାନ କରିବା କାହାର ସାମ୍ବିଧାନିକ କର୍ତ୍ତବ୍ୟ? ଉତ୍ତର ହେଲା ରାଜ୍ୟପାଳ। ପ୍ରଶ୍ନ ନମ୍ବର 9, ଓଡ଼ିଶା ନିର୍ବାଚନ ଆୟୁକ୍ତଙ୍କୁ କିଏ ନିଯୁକ୍ତ କରିଥାନ୍ତି? ଉତ୍ତର ହେଲା ରାଜ୍ୟପାଳ। ପ୍ରଶ୍ନ ନମ୍ବର 10, ଓଡ଼ିଶା ଉଚ୍ଚ ନ୍ୟାୟାଳୟ କେବେ ସ୍ଥାପିତ ହୋଇଥିଲା? ଉତ୍ତର ହେଲା 1948 ମସିହାରେ। ପ୍ରଶ୍ନ ନମ୍ବର 11, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ କିଏ ଶପଥ ପାଠ କରାନ୍ତି? ଉତ୍ତର ହେଲା ରାଜ୍ୟପାଳ। ପ୍ରଶ୍ନ ନମ୍ବର 12, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି? ଉତ୍ତର ହେଲା 62 ବର୍ଷ। ପ୍ରଶ୍ନ ନମ୍ବର 13, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ କେତେ ବର୍ଷ? ଉତ୍ତର ହେଲା 5 ବର୍ଷ। ପ୍ରଶ୍ନ ନମ୍ବର 14, ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କୁ କିଏ ନିଯୁକ୍ତି କରିଥାନ୍ତି? ଉତ୍ତର ହେଲା ରାଜ୍ୟପାଳ। ପ୍ରଶ୍ନ ନମ୍ବର 15, ଓଡ଼ିଶାର ରାଜ୍ୟପାଳଙ୍କୁ କିଏ ନିଯୁକ୍ତି କରିଥାନ୍ତି? ଉତ୍ତର ହେଲା ରାଷ୍ଟ୍ରପତି। ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖୁଛନ୍ତି, ତାହେଲେ ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ପ୍ରଶ୍ନ ନମ୍ବର 16, ରାଜ୍ୟପାଳ କେତେ ଦିନରେ ଥରେ ରାଜ୍ୟ ଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି? ଉତ୍ତର ହେଲା 15 ଦିନ। ପ୍ରଶ୍ନ ନମ୍ବର 17, ଓଡ଼ିଶା ରେଡକ୍ରସର ସଭାପତି କିଏ? ଉତ୍ତର ହେଲା ରାଜ୍ୟପାଳ। ପ୍ରଶ୍ନ ନମ୍ବର 18, ରାଜ୍ୟର ଆଡଭୋକେଟ୍ ଜେନେରାଲଙ୍କୁ କିଏ ନିଯୁକ୍ତ କରିଥାନ୍ତି? ଉତ୍ତର ହେଲା ରାଜ୍ୟପାଳ। ପ୍ରଶ୍ନ ନମ୍ବର 19, ରାଜ୍ୟ ସରକାରଙ୍କ କେଉଁ ବିଭାଗ ବଜେଟ୍ ପ୍ରସ୍ତୁତ କରିଥାଏ? ଉତ୍ତର ହେଲା ଅର୍ଥ ବିଭାଗ। ପ୍ରଶ୍ନ ନମ୍ବର 20, ରାଜ୍ୟର ପ୍ରକୃତ କାର୍ଯ୍ୟପାଳିକା କିଏ? ଉତ୍ତର ହେଲା ମନ୍ତ୍ରୀ ପରିଷଦ। ପ୍ରଶ୍ନ ନମ୍ବର 21, କାର୍ଯ୍ୟପାଳିକାର ମାଜିଷ୍ଟ୍ରେଟ୍ କିଏ? ଉତ୍ତର ହେଲା ଜିଲ୍ଲାପାଳ। ପ୍ରଶ୍ନ ନମ୍ବର 22, ଜିଲ୍ଲାପାଳ ପଦବୀ କେଉଁ ମସିହାଠାରୁ ଆରମ୍ଭ ହୋଇଥିଲା? ଉତ୍ତର ହେଲା 1772 ମସିହା। ପ୍ରଶ୍ନ ନମ୍ବର 23, କିଏ ମୁଖ୍ୟତଃ ଭୂ ରାଜସ୍ୱ ଏବଂ ଜମିଜମା ସମ୍ବନ୍ଧୀୟ ଦାୟିତ୍ୱ ତୁଲାନ୍ତି? ଉତ୍ତର ହେଲା ସବ୍ କଲେକ୍ଟର ବା ଉପଜିଲ୍ଲାପାଳ। ପ୍ରଶ୍ନ ନମ୍ବର 24, ଜିଲ୍ଲା ସ୍ତରର ସର୍ବୋଚ୍ଚ ବିଚାରକ କିଏ? ଉତ୍ତର ହେଲା ଜିଲ୍ଲା ଜଜ୍। ପ୍ରଶ୍ନ ନମ୍ବର 25, ଜିଲ୍ଲାର ସର୍ବୋଚ୍ଚ ପୋଲିସ ଅଧିକାରୀଙ୍କୁ କ'ଣ କୁହାଯାଏ? ଉତ୍ତର ହେଲା ଆରକ୍ଷୀ ଅଧୀକ୍ଷକ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଧନ୍ୟବାଦ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।